କଣ କରୁଛ ୟାର? ଫୁଲ ତୋଳୁଛି। ଫୁଲ ହଁ ପୂଜା କରିବା ଆମା ପାଇଁ। ଏତେ ସାରା ଫୁଲ ତ। ଆର୍ କଣ ହବ ଯେ ଗଛରେ ରହିଲେ ବେକାରଟାରେ ମଉଳି ଯାଉଛି ସେଥିପାଇଁ ମୁଁ ତୋଳିଛି। ବଲେ ଏତେ ଗୋଟେ ଫୁଲ। ଆରେ ଦେଖ ଫୁଲ ମାନଙ୍କର ବୋଲେ ତାଙ୍କର ଉଦ୍ଦେଶ୍ୟ ହଉଛି ଭଗବାନଙ୍କ ପାଖରେ ଲାଗିବ ଆର ଯଦି ଆମେ ସେମାନଙ୍କୁ ଲଗେଇବା ନା ବୋଲେ ସେମାନେ ମନ ଦୁଃଖ କରିବେ ନାଇଁ। କଣ ପାଇଁ ସେ କେତେ ଏତେ ସାରା ଫୁଲ ଫୁଟୁଛନ୍ତି ସେଥିପାଇଁ ମୁଁ ସବୁ ଯାଇ ତୁଳି ଦଉଛି ଯେତେ ମୋର ହାତ ପାଇବ। ବହୁତ ଫୁଲ ଫୁଟୁଛି ତାହେଲେ ତ। ଫୁଟୁଛି ଆଉ। ହଉ ଏଇଟା ଟିକେ ପକଡ ତ ମୁଁ ଟିକେ ଭିତରେ ପଶିକି ତୋଳିବି। ହେଲେ ଆଉ କଣ ରୋଷେଇବାସ ହବନି କି ଆଜି? ହବ ନା ପୂଜା ଟା ଟିକେ ସାରି ଦିଏ ତାପରେ ରୋଷେଇ କରିବା ହେଲା। ଏତେ ଲେଟ୍ ହେଇଗଲା ନ। ଲେଟ୍ କୋଉଠି ହେଇଛି ଆଜି ତ ସବୁ କାମ ଲେଟ ରେ ହଉଛି ଆଉ ଚାଲ ସିଆଡେ ଟିକେ। କାର ପାଇଁ ଲେଟ୍ ହଉଛି ପଚାରିଲ ନାଇଁ ତ? କାର ପାଇଁ ଲେଟ୍ ହଉଛି? ଅଭିଅସଲି ତମର ପାଇଁ। ଆରେ ମୁଁ କଣ କଲି? ତମର ପାଇଁ ବୋଲି ସବୁ ଆଜି ଲେଟ୍। ମୁଁ କଣ କଲି? ତମେ ବି ତ ଟିକେ ରୋଷେଇ କରିପାରିବ ନା ହେଲେ ତମେ ଚାହୁଁନ। ହୁଁ ହୁଁ ହଉ ଆଉ। ଏଇଟା ହଁ ଏତିକି ହଉରେ ବାବୁ। ଆରେ ନାଇଁ ସେରାକୁ ବି ମୁଁ ହାତ ପାଇବି ବହୁତ ଟିକେ ଥାଉ। ନାଇଁ ଏଠି ଯୋଉଟା ହାତ ପାଉଛି ଏଠି ହଁ। ବାସ୍ ସେତିକି ଆଉ ସେତିକି ଆଉ ଦେଖନ୍ତୁ। ନା ଇଠେଇ ବି ପାଇବୁ। ଇଆଡେ ଡାଳିମ୍ବ ଗଛ ବି ଅଛି ଡାଳିମ୍ବ କେମିତି ଫଳିଛି ଓ ଗଡ୍ ଡାଳିମ୍ବ ଯାକ ପୁରା କଣ ହେଇଯାଉଛି ଯେ ମାନେ ଆରେ ଡାଳିମ୍ବ ଗଛର ପ୍ରକୃତି ଗୋଟେ ଥାଏ। ପ୍ରକୃତି ବୋଲେ କଣ ଡାଳିମ୍ବ ବୋଲେ ବଡ ବଡ ହଉଛି ହେଲା। ବଡ ବଡ ଦେଖୁନ କେତେ ବଡ ତାର କଣ ଏଠି ଦେଖ। ଯାଉଛି ଏତେ ବଡ ହେଲା ପରେ ବି ଏଇଟା ମାନେ ପୋକ ହେଇଯାଉଛି କଣ ହେଇଯାଉଛନ୍ତି କଣ କରାଯିବ ଏ ଗଛକୁ। କୁହ ଏ ଟଗର ଫୁଲ ଯୋଡେ ଧର ଆଉଛି। ଏ ଆହୁରି ଟଗର ଫୁଲ। ଲେମ୍ବୁ ବି ଅଛି ଲେମ୍ବୁ ବି କେମିତି ଫଳିଛି। ଲେମ୍ବୁ ଗଛ। କୋଉଟା ଲେମ୍ବୁ ଲେମ୍ବୁ କହିଲେ ଲେମ୍ବୁ ଏତେ ଟେଷ୍ଟ ଲାଗୁଛି ଖାଇଲେ ଆଉ ଛାଡ। ହଁ ପୁରା ଭଲ ଲାଗୁଛି ଲେମ୍ବୁ ଟା ନାଇଁ। ହୁଁ କେମିତି ଲାଗୁଛି ଲେମ୍ବୁ? ବହୁତ ଭଲ ଲାଗୁଛି। ହଁ ମଶା ଗୋଟେ ଚାବି ଦେଇଛି ୟାର ପ୍ଲିଜ ପିଟି ଦିଅ ପିଟି ଦିଅ ଓ ମା। ଏଠି ୟାର ପ୍ରୋବ୍ଲେମ ହଉଛି ଗୋଟେ ମାନେ ମଶା ଯାକ ଏତେ ଯେ ଆରେ ଛାଡ ମଶା ମାନେ ଆସିବେନି କି ଏତେ ଜଙ୍ଗଲ ହେଇଛି ଟିକେ ସଫା କଲେ କରି ଆସିବେ ନା ମୋ କଣ ମା କୁଣ୍ଡେଇ ହେଲା ତ ଚିନ୍ତା କରନି। ଏ ଦେଖ। କେତେ ଖାଲି ମଶା ହଉ ଆସ ଯାକ। ଆସ ଆସ ଯିବା ହାତ ପିଇବା ଆଉ ଏଇଟା ହଉଛି ଆମର ସେ ଲଙ୍କା କି ଲଙ୍କା କହିପାରିବେ କି? ଧନିଆ ଲଙ୍କା। ଧାନୁଆ ଲଙ୍କା ଯୋଉ ସାନ ସାନ ଲଙ୍କା କିନ୍ତୁ ରାଗ ପୁରା ପ୍ରବଳ। ଧନିଆ ଲଙ୍କା। ଧନିଆ ଆସ ଧାନୁଆ। ପାଣି ଟିକେ ମାରିଦିଅ। ଆଉ ଏବେ ପାଣି ଟା ମରା ଯିବ ପାଣି ମାରିଲେ ମ୍ୟାଡାମ ଜି କରିବେ ତାଙ୍କର ନିତ୍ୟ କର୍ମ। ଏତେ ପାଣି ଆଉ ଟିକେ ପକେଇବା ନା କଣ ହଁ ପରା ମ୍ୟାଡାମ ଯେ ଆମର ଏଠି ପୂଜା ତାଙ୍କର କର୍ମ କରାଯିବ। କରିବେ। ସୁଜି ମାର୍ବ। ଆଉ ଏଠି ଆମର ମ୍ୟାଡାମ ଜି ପାଣି ଛିଣ୍ଡୁଛନ୍ତି। ନା ପାଣି ଟା ଖାଉନାହାନ୍ତି ରୁଟି କରାବି ତ ଏତିି ବାଲ୍ଟିରେ ହବ ନା କେତେ ଦେବାକୁନି। ହଁ ସଫା ସଫା କର ସଫା କର ଟିକେ ଯାଇକିନା ହାତରେ ବାଲ୍ଟି ପକେଇଦିଅ ତାପରେ ଦେଖନ୍ତୁ ପାଣି ଏଟା ପୁରା ବନ୍ଧ ଭଳିଆ ପୁରା ହେଇଗଲାଣି ଏଠି ପାଣି ପୁରା ଆମେଠୁ ଏଇଟା ଗାତ କରିଥିବ କଣ ପାଇଁ କହିଲେ ଯୋଉ ଘର ବନା ଯାଉଥିଲା ସେଠୁକୁ ମାଟି ଟା ଏଠୁରୁ ଏକା ନିଆଯାଉଥିଲା ତ ଏଟା ପୁରା ଖାଲ ହେଇଯାଇଛି ପୁରା ପୁରି ଖାଲ ବନ୍ଧ ଭଳିଆ ହେଇଯାଇଛି ପୁରା। ଆଉ ଆମର କୁକୁଡା ଏଠି ଦେଖନ୍ତୁ। ମାନେ ଅଛନ୍ତି ତିନିଟା ଏଟା ଗଞ୍ଜା ଗୋଟେ ଆଉ ପେଠେଇ ଯାକ ଦିଟା ସେଇଟା ଗୋଟେ ଆଉ ଗୋଟେ କୁଆଡେ ଯାଇଛି ଆଉ। ଏଟା ଦେଖ ଏଟା ଆମର ଗଞ୍ଜା କେଡେ ଦିନ ନେବେ କହିଲେ କୁହନ୍ତୁ। ବିକ୍ରି କରିଦବା ଆଉ ନାଇଁ 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 ଓ ବିକ୍ରି କରା କରି ଯାଉ ନାହିଁ ଯାଉ ଯାଉ ବନ୍ଦ କର। ପାଣି ଫୁଲ ହେଇଗଲା ଏବେ ଯିବା ବନ୍ଦ କରିଦବା ବନ୍ଦ ହେଲା। କଣ କରି ଯାଉଛ ଆଉ ସିଆଡେ ଆଁ
କୁଆଡ଼େ ଯାଉଛ? ତ ଯୋଉ ଡାଳିମ୍ବ କଥା କହୁଥିଲି, ଗଛଟା ଅଛି ଡାଳିମ୍ବ ବି ଫଳୁଛି ହେଲେ ଝଡ଼ି ଯାଉଛି କଣ ପାଇଁ? ତ ପୋକ ଯାକ କଣ ପାଇଁ ହଉଛନ୍ତି ମତେ ଟିକେ କହିବେ କି? କିଏ ଯଦି ଜାଣିଛନ୍ତି ଏଇଟା ଗୋଟେ ତୁଳିଦବା। ଔଷଧ ଗୋଟେ ଆଣିକରି ମାରିଦେଲେ ହଁ ଔଷଧ ଏଇଟା ଗୋଟେ ଦେଖନ୍ତୁ କେମିତି ହେଇଯାଇଛି ପୁରା ପାକଳ ହେଲା ଭଳିଆ ହେଇଯାଇଛି ଗୋଟେ ତୋଳିଦବା। ଏ ଦେଖ ଗୋଟେ ତୋଳିଲି ଯେ ଏ ଦେଖ ଏ ଶଳା ତଳକୁ ଗଡ଼ି ପଡ଼ିଲା। ଏଇଟା ମାନେ ଦେଖୁନ ପାକଳ ପୁରା ହେଇନାଇଁ କି ଆଉ ପାକଳ ହେଇଯାଇଛି। ତ ବାସ୍ ଧନ ଦେଖ ଏବେ ଲୁକ୍